ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ପରିବହନ ବିଭାଗର ଯୁଗ୍ମ ଆୟୁକ୍ତ ପ୍ରଦୀପ ମହାନ୍ତି। ତାଙ୍କ ଘର ସମେତ 7ଟି ସ୍ଥାନରେ ଭିଜିଲାନ୍ସ ଏକକାଳୀନ ଚଢ଼ଉ କରିଥିଲା। ବାବୁଙ୍କ ସମ୍ପତ୍ତି ଦେଖି ତଦନ୍ତକାରୀ ଦଳ ତାଜ୍ଜୁବ ହୋଇଯାଇଥିଲେ। ଘରୁ ବିଡ଼ା ବିଡ଼ା 500 ଟଙ୍କିଆ ନୋଟ୍ ଜବତ ହୋଇଥିବା ବେଳେ ପୁଳା ପୁଳା ସୁନା ଅଳଙ୍କାର ତଦନ୍ତକାରୀ ଦଳ ଠାବ କରିଛି। ପ୍ରଦୀପ ନିଜର 90% ସମ୍ପତ୍ତି ଶାଳକ ନାମରେ ରଖିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ପ୍ରଦୀପଙ୍କ ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ଘର ସମେତ 9ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଥିଲା। କୋଟିପତି ସରକାରୀ ବାବୁଙ୍କର ଅମାପ ସମ୍ପତ୍ତି ଦେଖି ଭିଜିଲାନ୍ସ ଦଳର ଆଖି ଖୋସି ହୋଇଯାଇଥିଲା। ଏହି ଚଢ଼ଉ ବେଳେ ତାଙ୍କର 4ଟି ବହୁତଳ କୋଠା, 1 କୋଟି ଟଙ୍କାର ଫ୍ଲାଟ୍, 11ଟି ପ୍ଲଟ୍, ନୟାଗଡ଼ରେ 14 ଏକର ବିଶିଷ୍ଟ ଫାର୍ମ ହାଉସ୍, 1.5 କେଜି ଓଜନର ସୁନା ଅଳଙ୍କାର ସମେତ 300 ଗ୍ରାମ ଓଜନର 3ଟି ସୁନା ବିସ୍କୁଟ, ନଗଦ 15,55,000, 3ଟି ବେନାମୀ କାର ଏବଂ ବହୁ ଆସବାବପତ୍ର ଠାବ କରାଯାଇଛି। ମୈତ୍ରୀ ବିହାର ଘରଠୁ ଆରମ୍ଭ କରି ପେଟ୍ରୋଲ ପମ୍ପ ଏବଂ ଫ୍ଲାଟ୍ ସବୁ ଶାଳକଙ୍କ ନାମରେ ରହିଛି। ସେହିପରି ନୟାଗଡ଼ରେ 11 ଏକର ଚାଷ ଜମି ରହିଛି। ଭୁବନେଶ୍ୱର, ଖୋର୍ଦ୍ଧା ଏବଂ ରଣପୁର, ନୟାଗଡ଼ରେ ତାଙ୍କର 11ଟି ପ୍ଲଟ୍ ଠାବ କରାଯାଇଛି। 17 ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ମଧ୍ୟ ଭିଜିଲାନ୍ସ ପାଇଛି। ଏସବୁ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଭିଜିଲାନ୍ସ ଯାଞ୍ଚ କରୁଛି। ଠାବ ହୋଇଥିବା ସମ୍ପତ୍ତି ମଧ୍ୟରେ ପ୍ରଦୀପଙ୍କ ପୈତୃକ ଘର ଖୋର୍ଦ୍ଧା ଟାଙ୍ଗିରେ ରହିଛି। ଚନ୍ଦ୍ରଶେଖରପୁର ଥାନା ମୈତ୍ରୀ ବିହାରରେ 3 ମହଲା ବିଶିଷ୍ଟ ଘରେ ସେ ରହୁଥିଲେ। ନନ୍ଦନକାନନ ଥାନା ରଘୁନାଥପୁରରେ ଏକ ପ୍ଲାଟ୍ କିଣିବାକୁ 1 କୋଟି ଟଙ୍କା ଦେଇଥିଲେ। କ୍ରିଷ୍ଣାସୀ ସାଇଟ୍ରେ ଗୋଟିଏ ଘର, ନୟାଗଡ଼ ପୁଷ୍ପୁଲାରେ 14 ଏକର ପରିମିତ ଜାଗାରେ ଫାର୍ମ ହାଉସ୍, ଭୁବନେଶ୍ୱର, ଖୋର୍ଦ୍ଧା, ନୟାଗଡ଼ ଏବଂ ରଣପୁରରେ 11ଟି ପ୍ଲଟ୍ ରହିଛି। କେବଳ ସେତିକି ନୁହେଁ, ଘରର ଇଣ୍ଟେରିୟର ଡିଜାଇନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ନାମୀ ଦାମୀ କାଠରେ ଘରର ଇଣ୍ଟେରିୟର ଖଚିତ ହୋଇଛି। ଘରେ ସେ ଲାବ୍ରାଡର ଏବଂ ଜର୍ମାନ ଶେଫର୍ଡ କୁକୁର ପାଳିଥିଲେ, ଯାହାର ଦାମ 2 ଲକ୍ଷ ଟଙ୍କା ହେବ। ଉକ୍ତ କୁକୁରଙ୍କୁ ପାଇ ସେ ପ୍ରତିଦିନ ହଜାର ହଜାର ଟଙ୍କା ଖର୍ଚ୍ଚ କରୁଥିଲେ। ତଦନ୍ତକାରୀ ଟିମ୍ ସୂଚନା ଅନୁସାରେ ପ୍ରଦୀପ 1990ରେ କନିଷ୍ଠ ଏମ୍ଭିଆଇ ଭାବରେ ମୟୂରଭଞ୍ଜ ଜିଲ୍ଲା ଜାମଶାଳାରେ ଚାକିରି ଆରମ୍ଭ କରିଥିଲେ। ପରେ ସେ ବିଭିନ୍ନ ଜିଲ୍ଲାରେ କାମ କରିଥିଲେ। ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଆରଟିଓ ଭାବରେ କାମ କରୁଥିଲେ। ଗାଡ଼ି ସମ୍ବନ୍ଧୀୟ କାଗଜପତ୍ର ପାଇଁ ସେ ମୋଟା ଅଙ୍କର ଟଙ୍କା ନେଉଥିବା ଅଭିଯୋଗ ହୋଇଛି। ଏହି କଳା ଟଙ୍କାରେ ସେ ସୁନା ଗହଣା କିଣିବା ସାଙ୍ଗକୁ ସାମ୍ରାଜ୍ୟ ତିଆରି କରିଥିଲେ ବୋଲି ଚର୍ଚ୍ଚା ହେଉଛି। ଏବେ ସେ କଟକସ୍ଥିତ ଏସ୍ଟିଏରେ ଯୁଗ୍ମ ଆୟୁକ୍ତ ଭାବରେ କାମ କରୁଛନ୍ତି। ତଦନ୍ତକାରୀ ଦଳକୁ ସଠିକ୍ ତଥ୍ୟ ଦେଇ ନ ପାରିଲେ ପ୍ରଦୀପଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣେ ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି। ନିରାକାର ମୋବାଇଲ ଟିଭି।